विद्यार्थी माने एक सुरक्षित सचेतन और साहसी शिक्षा परिवेश रे शिक्षा ग्रहण करंतु सेथिपई पुरी पुलिस तरफ एक विशेष कॉलेज अवेयरनेस ड्राइव आयोजित हो जाइछि। एही कार्यक्रम रे श्रीयुक्त पिनाक मिश्र पुरी जिला पुलिस अधीक्षक दिग्दर्शन और निर्देशन रे पुरी जिलार सबु 4टी पुलिस उपखंड तथा सिटी सदर निमापड़ा और पिपिली अंतर्गत कॉलेज रे अनुष्ठित हो जाइछि। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦ୍ୟାର୍ଥୀମାନଙ୍କୁ ମାନସିକ ସ୍ୱାସ୍ଥ୍ୟ, ଶାରୀରିକ ସୁରକ୍ଷା, ନିଶା ଓ ସାଇବର ଅପରାଧ ବିଷୟରେ ସଚେତନ କରିବା। ପ୍ରତ୍ୟେକ କଲେଜର ଅଧିକାରୀମାନେ ନିଜ ଅଭିଜ୍ଞତା ଓ ଜ୍ଞାନ ସହ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନ କରି ଯଦି କିଛି ଭଲ ନାହିଁ ଲାଗେ ଚୁପ୍ ରୁହନ୍ତୁ ନାହିଁ, ସହଯୋଗ ନିଅନ୍ତୁ। ପୁରୀ ପୋଲିସ ଆପଣଙ୍କ ସହିତ ଅଛନ୍ତି ବାଣୀ ଦେଇ ଉନ୍ମୁକ୍ତ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମ କଲେଜ ବା ସ୍କୁଲରେ ତଥା ନିମାପଡ଼ା ଉପଖଣ୍ଡରେ 5ଟି କଲେଜ, ସଦର ଉପଖଣ୍ଡରେ 6ଟି କଲେଜ ଓ ସ୍କୁଲ, ପିପିଲି ଉପଖଣ୍ଡରେ 2ଟି କଲେଜ, ସିଟି ଉପଖଣ୍ଡରେ 1 ସ୍କୁଲ, ମୋଟ 14ଟି କଲେଜରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହା ସହ ଅନେକ ଶିକ୍ଷା ପ୍ରତିଷ୍ଠାନ ଯେଉଁଠାରେ ବିଶେଷ ସେମିନାର, ଇଣ୍ଟରଭ୍ୟୁ ସେକ୍ସନ ଓ ପ୍ରଶ୍ନ ଉତ୍ତର ଅଧିବେଶନ ଅନୁଷ୍ଠିତ ହୋଇଛି। ବିଦ୍ୟାର୍ଥୀମାନେ ତାଙ୍କର ଅନୁଭୂତି ଓ ଚିନ୍ତା ବିନିମୟ ମାଧ୍ୟମରେ ସ୍ୱତନ୍ତ୍ର ଭାବେ ଅଂଶ ନେଇଥିଲେ। ଅଭିଯାନର ସଫଳତା ଓ ଆଗାମୀ ପଦକ୍ଷେପ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ବିଦ୍ୟାର୍ଥୀ ଏକ ସୁରକ୍ଷିତ ଓ ମିଶାଣୁଆ ମନୋଭାବରେ ପୁରୀ ପୋଲିସ ସହ ତାଙ୍କର ଅନୁଭୂତି ବାଣ୍ଟିଛନ୍ତି। ଅନେକ କଲେଜରେ ର୍ୟାଗିଂ, ମାନସିକ ଚାପ ଓ ସାଇବର ଠକେଇ ଭଳି ବିଷୟ ଉପରେ ଗଭୀର ଆଲୋଚନା ହୋଇଛି। ପୁରୀ ପୋଲିସ ଏହି ମାଧ୍ୟମରେ ଏକ ସ୍ଥାୟୀ ଷ୍ଟୁଡେଣ୍ଟ ସପୋର୍ଟ ସିଷ୍ଟମ ଗଠନ କରିବାର ଯୋଜନା ରଖିଛି, ଯେଉଁଥିରେ ମନୋବିଜ୍ଞାନୀ, ଲିଗାଲ କାଉନସିଲର ଓ ପୋଲିସ ଅଧିକାରୀମାନେ ମିଶି ବିଦ୍ୟାର୍ଥୀମାନଙ୍କ ସହ ସହଯୋଗ ରଖିପାରିବେ। ଏହି ସଫଳ କାର୍ଯ୍ୟକ୍ରମ ପରେ ପୁରୀ ପୋଲିସ ତାଙ୍କର ଏହି ଅଭିଯାନକୁ ଜିଲ୍ଲାର ସମସ୍ତ କଲେଜରେ ବ୍ୟାପକ କରିବା ଯୋଜନା ନେଇଛି। ଏଥିପାଇଁ ସମସ୍ତ କଲେଜ ଅଧିକାରୀ, ଅଭିଭାବକ ଓ ଶିକ୍ଷକମାନଙ୍କର ସହଯୋଗ ଆବଶ୍ୟକ। ବ୍ୟୁରୋ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।